ପ୍ରସନ୍ନ ପାଠଶାଣୀ କେବେ ବୁଢା ହେବେ? ବୁଢାଟା ହଉଛି ଗୋଟେ ମାନସିକ। ପିଲାଦିନେ ମତେ ସବୁ ବୁଢା ବୋଲି ଡାକୁଥିଲେ। ମୋ ଉପରେ ମରି ଯାଇଥିଲେ 7 ମୁଁ 8 ଜନ୍ମ ହେଇଥିଲି। ମୋର ବାପା ମା ହେଲେ ନା ମରିଯିବରେ ଗୋଟେ ଧୋବଣୀ ହୀରା ବୋଉ ବୋଲି ତା ହାତକୁ ଟେକି ଦେଇଥିଲେ। ତାରି ପାଖେ ଯେତେ ବର୍ଷ ରହିଲି ସେ ମୋର ସବୁ ଯତ୍ନ ନେଉଥିଲା। ଏବଂ ସେତେବେଳ ସମାଜ ସେତେବେଳ ମା ଆଜିର ମା ଭିତରେ ବହୁତ ତଫାତ ଅଛି। ତାହେଲେ ଏଇଆ ଭୁଲ ଧାରଣା ଯେ ଚୁଟି ପାଚିଗଲେ ଜଣକୁ ଆମେ ବୁଢା କହିବା? ଭୁଲ ଧାରଣା। ଚୁଟିଟା ପାଚିଗଲା ମାନେ ଆପଣ ଭାବିବେ ଯେ ଆପଣ ଲୋକମାନେ ବୁଢା କହିବେ। ମତେ ଅନେକ ସେଇଭଳିଆ ବର୍ତ୍ତମାନ ଭାବୁଛନ୍ତି। ଚୁଟି ପାଚିଲେ ମୁଁ ଯେତେ ଦୌଡ଼ି ପାରେ ଯେତେ ଚାଲି ପାରେ ଏବଂ ମୁଁ ଯେତେ ଦୌଡ଼ି ପଡୁଛି ବର୍ତ୍ତମାନ ତମେ ଆସ ଦୌଡ଼। ଏବେ ଦିନ ତଳେ ମାନେ କେତେ କୋଉ ଦିନ ତ 500 କିଲୋମିଟର ତ କେଦିନ 400 ତ କୋଉଦିନ 600 ତ କୋଉଦିନ 800 ମାନେ ଏଭଳି ଭାବରେ ବହୁତ ଦୂରକୁ ଯାଉଛି। ଗୋଟେ କଣ ଘଟି ଯାଉଛି କାହା ଲୋକଙ୍କ ପାଇଁ ତାଙ୍କୁ ନେଇକରି ହଠାତ୍ ମେଡିକାଲରେ ପହଞ୍ଚି ଦେଇପାରେ। ସେ ଦୃଷ୍ଟିରୁ ମନରୁ ମୁଁ ଭାବେ ଚୁଟିଟା ପାଚିଗଲା ବୋଲି ମୁଁ ତାକୁ ରଙ୍ଗ ବୋଳିବି ନାହିଁ। କେତେ ଦୂର ପର୍ଯ୍ୟନ୍ତ ଆପଣ ଚାଲିପାରିବେ? ଆପଣ ଯେତେ ବାଟ ଚଲେଇ ପାରିବେ। ହଁ ହଁ ଆପଣ ହାଲିଆ ହେଇକି ରହିବେ। ଡେଲି ଚାଲନ୍ତି ଆପଣ? ନିଶ୍ଚୟ। କେତେ ବାଟ ଚାଲନ୍ତି? ଏବେ ତ ବେଶୀ ଚାଲିପାରୁନି କାହିଁକି ନା ପ୍ରତି ଇଭିନିଂରେ ମୋର ଭାଷଣ ରହୁଛି ସେଥିପାଇଁ କମି ଯାଇଛି। କିନ୍ତୁ ମୁଁ ଏବେ ବି ଚାଲିପାରୁଛି।